ଦେଖନ୍ତୁ ନିଶ୍ଚିତ ଭାବରେ ନରେନ୍ଦ୍ର ମୋଦି ଯେତେବେଳେ ଓଡ଼ିଶାକୁ ଆସୁଛନ୍ତି ସବୁବେଳେ ଆପଣ ଦେଖିବେ ଯେ ଏଠି ଯେତେବେଳେ ଆମର ସରକାର ନଥିଲା ସେତେବେଳେ ବି ଓଡ଼ିଶାର ବିକାଶ ଉପରେ ପ୍ରାଧାନ୍ୟ ମୋଦିଜୀ ଦେଉଥିଲେ। ତେଣୁ ଆଜି ଯେତେବେଳେ ସରକାର ଆସିଛି ଓଡ଼ିଶା ଆହୁରି କିଭଳି ଭାବରେ ବିକଶିତ ହୋଇପାରିବ, ଆଉ କ'ଣ ସୁବିଧା ଓଡ଼ିଶାକୁ ହୋଇପାରିବ, ଏ ସମସ୍ତ ବିଷୟ ନେଇକି ଚର୍ଚ୍ଚା ହେବ, ଆଲୋଚନା ହେବ। ଆମର ଯେଉଁ ଯୁଗାନ୍ତକାରୀ ପଦକ୍ଷେପ ଆମେ ଏଠି ନେଇଛୁ, ଧରାଯାଉ ଧାନର ମୂଲ୍ୟକୁ ଆମେ 3100 ଟଙ୍କା ବୃଦ୍ଧି କରିଛେ, 800 ଟଙ୍କା ଇନପୁଟ୍ ସବସିଡ଼ି ଦେଉଛେ, ସୁଭଦ୍ରା ଯୋଜନା କରିଛେ, ବାକି ଆଉ ବହୁତ ଗୁଡ଼ିଏ ଯୋଜନା ହେଇଛି। ଆମେ ଆଶା କରୁଛୁ ଯେ ସମସ୍ତ ଯୋଜନା ଉପରେ ନିଶ୍ଚିତ ଭାବରେ ଚର୍ଚ୍ଚା ଆଲୋଚନା ହେବ, କିଭଳି ଭାବରେ ଆହୁରି ବିକଶିତ ଓଡ଼ିଶା ହେବ, ଭାରତ ସାଙ୍ଗରେ ତାଳ ଦେଇକରି ଚାଲିବ, ଏ ସମସ୍ତ ବିଷୟ ଆମେ ଆଶା କରୁଛୁ। ଏଇଭଳି କିଛି ଉନ୍ନୟନମୂଳକ କାର୍ଯ୍ୟକୁ ନେଇକରି ଚର୍ଚ୍ଚା ଆଲୋଚନା ନିଶ୍ଚିତ ଭାବରେ ଯାହା ଯାହା ସବୁ ଥିଲା ସମସ୍ତ ବିଷୟରେ ଚର୍ଚ୍ଚା ଆଲୋଚନା 2 ଘଣ୍ଟା ଧରି ବିଶେଷ ଭାବରେ ହେବ। ଭାଇ ସାଙ୍ଗଠନିକ ଚର୍ଚ୍ଚା କିଛି ହବ କି ଆପଣଙ୍କର ନେକ୍ସଟ ପ୍ଲାନ ସେଇଟା ରହିବ ଦେଖିବା, କେମିତି ଆମେ ତ ରହିବ? ଭାବୁଛୁ ଏତିକି କଥା ହେବ। ସାଙ୍ଗଠନିକ ନିର୍ବାଚନ ତ ଆଗାମୀ ଦିନରେ ଅଛି, ଆମର ଜାନୁଆରୀ ମାସରେ ରାଜ୍ୟର ନିର୍ବାଚନ ଅଛି। ଏବେ ଆମର ସବୁ ଜାଗାରେ ବୁଥ କମିଟି ନିର୍ବାଚନ ଚାଲିଛି, ଏ ମାସ 30 ତାରିଖରେ ସରିବ। ତେଣୁ ଆମର ନିର୍ବାଚନ ଯେଉଁ ପ୍ରକ୍ରିୟା ଚାଲିଛି ଏ ଜାନୁଆରୀ ପର୍ଯ୍ୟନ୍ତ ଚାଲିବ ଓଡ଼ିଶାରେ। ଜାନୁଆରୀ ପରେ ପୁଣି କେନ୍ଦ୍ରୀୟ ନିର୍ବାଚନ ହେବ। ତେଣୁ ସେ ତ ଗୋଟେ ବିଷୟ ଅଲରେଡ଼ି ଚାଲିଛି। ତେଣୁ ଆମେ ଆଶା କରୁଛୁ ଯେ ବିଭିନ୍ନ ମୁଖ୍ୟତଃ ଭାବରେ ଓଡ଼ିଶାର ଉନ୍ନତି, ଭାରତ ସାଥିରେ ଓଡ଼ିଶା କେମିତି ପାଦ ମିଳେଇ ଚାଲିବ, ଆହୁରି ଆଗକୁ ଯିବ, ଭାବୁଛୁ ଏଇସବୁ ବିଷୟ ଚର୍ଚ୍ଚା ଆଲୋଚନାର ଭାଇ ବିଷୟ। କିଛି ଇଣ୍ଟେଲେକ୍ଚୁଆଲ୍ସ ମାନେ ମିଟ୍ କରିବାର ଅଛି, ଇଣ୍ଟେଲେକ୍ଚୁଆଲ୍ସ ମାନେ ମିଟ୍ କରିବାର ଅଛି, ନାଇଁ ଇଣ୍ଟେଲେକ୍ଚୁଆଲ୍ସ। ସେଭଳି କିଛି ନାହିଁ, ଏଇଟା ପୁରା କମ୍ପ୍ଲିଟଲି ପାର୍ଟିର ବୈଠକ ଅଛି। ଆଉ ବିଭିନ୍ନ ସ୍ଥାନରେ ତାଙ୍କୁ ବିଭିନ୍ନ ଲୋକମାନେ ସ୍ୱାଗତ କରିବେ, ପାର୍ଟି ଅଫିସରେ ସ୍ୱାଗତ କରିବେ, ଯେଉଁଠି ଫେଲିସିଟେସନ୍ ହେବ ସେଠି ମଧ୍ୟ ସ୍ୱାଗତ କରିବେ, ଏୟାରପୋର୍ଟରେ ସ୍ୱାଗତ କରିବେ। ପାଖାପାଖି ଆପଣଙ୍କର 6ଟି ସ୍ଥାନରେ ରିସିଭ୍ ସି ଉପରେ ତାଙ୍କୁ ପାଖାପାଖି 150 ଲୋକ ବିଭିନ୍ନ ସ୍ଥାନରେ ତାଙ୍କୁ ବ୍ୟକ୍ତିଗତ ଭାବରେ ସ୍ୱାଗତ କରିବେ। ଭାଇ ଶାହାଙ୍କର କିଛି ପ୍ରୋଗ୍ରାମ ଅଛି କି ପାର୍ଟି ଅଫିସରେ? ପ୍ରଧାନମନ୍ତ୍ରୀ 3 ଦିନ ଓଡ଼ିଶାରେ ରହିବା, ଡବଲ ଇଞ୍ଜିନ ସରକାର ଓଡ଼ିଶାକୁ ଫୋକସ୍ କରିବା, ଗୋଟେ ଅପରଚ୍ୟୁନିଟି ଓଡ଼ିଶା ପାଇଁ ସଂଗଠନ କଥା କୁହନ୍ତୁ, ଦଳ କୁହନ୍ତୁ ବା ସରକାରଙ୍କ ପାଇଁ କୁହନ୍ତୁ। ନିଶ୍ଚିତ ଭାବରେ ଆପଣ ଦେଖନ୍ତୁ, ମୁଁ କହିଲି ଆପଣଙ୍କୁ ଗୋଟିଏ କଥା ଯେ ସରକାର ଏଠି ନଥିଲା ବେଳେ ବି ଓଡ଼ିଶାକୁ ପ୍ରାଧାନ୍ୟ ଦିଆଯାଉଥିଲା। ରେଳ କ୍ଷେତ୍ରରେ ଅଧିକା ପଇସା କଥା କୁହନ୍ତୁ, ସ୍ଥଳପଥ କ୍ଷେତ୍ରରେ କୁହନ୍ତୁ, ବିଭିନ୍ନ କ୍ଷେତ୍ରରେ ଭାରତ ସରକାର ସବୁବେଳେ ଓଡ଼ିଶାକୁ ଅଗ୍ରାଧିକାର ଦେଇଛନ୍ତି। ଏବେ ଯେହେତୁ ଡବଲ ଇଞ୍ଜିନ ସରକାର ଅଛି, ଆହୁରି ଅଗ୍ରାଧିକାର ମିଳିବ, ସେ ବିଷୟ ନେଇକି ଚର୍ଚ୍ଚା ଆଲୋଚନା ମଧ୍ୟ ହେବ। ଶାହାଙ୍କର କିଛି ପ୍ରୋଗ୍ରାମ ହବ କି ପାର୍ଟି? ବର୍ତ୍ତମାନ ସୁଦ୍ଧା କିଛି ସୂଚନା ଆସିନି।